ମା ଯିଏ ସମସ୍ତଙ୍କ ଜାଗା ନେଇପାରିବ, ହେଲେ ତା ଜାଗା କେହି ବି ନେଇପାରିବେନି। ଈଶ୍ୱର ତାକୁ ଏମିତି ଗଢ଼ିଛନ୍ତି ଯେ ଏକାଧାରରେ ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ଭାବରେ ସନ୍ତାନର ଦାୟିତ୍ୱ ନିଏ, ପୁଣି ବିନା କିଛି ସ୍ୱାର୍ଥରେ ସ୍ନେହ ଢାଳିଦିଏ ମୃତ୍ୟୁ ଯାଏ। ମା ନିଜ ସନ୍ତାନ ପାଇଁ ଯେତେ ଦୁଃଖ କଷ୍ଟ ସହିଲେ ବି କେବେ ଆହା ବୋଲି କରେନି। ଯେମିତି ଭଗବାନ ତା ମନ ଓ ଶରୀରର ପ୍ରତିଟି ବିନ୍ଦୁରେ ଭରି ଦେଇଥାନ୍ତି ଅସୀମ ଧୈର୍ଯ୍ୟ। ହେଲେ ସମୟ ବଦଳିବା ସହ ମା'ର ସ୍ନେହ ସିନା ବଦଳିନି, କିନ୍ତୁ ବଦଳିଗଲାଣି ସନ୍ତାନର ମାତୃଭକ୍ତି। ତେଣୁ ବୃଦ୍ଧାଶ୍ରମରେ ବଢ଼ି ଚାଲିଛି ଏହି ମା'ମାନଙ୍କ ସଂଖ୍ୟା। ଯିଏ ସାହାରା ଦେଇ ତାକୁ ବଡ଼ କରିଛି, ନିଜ ଗୋଡ଼ରେ ଠିଆ ହେବାକୁ ସାମର୍ଥ୍ୟ ଦେଇଛି, ସେ ହେଉଛି ଅଲୋଡ଼ା ବେସାହାରା। ତେବେ ଏହି ଘୋର କଳିଯୁଗରେ ଆଜି ବି ଶ୍ରବଣ କୁମାରଙ୍କ ଭଳି ସନ୍ତାନ ଅଛନ୍ତି। ସେହିଭଳି ଜଣେ ପୁଅର କାହାଣୀ ଆଜି ଆପଣମାନଙ୍କ ସାମ୍ନାରେ ରଖୁଛୁ, ଯିଏ ଏମିତି କାମ କରିଛନ୍ତି ଯେ ଶୁଣିଲେ ତାଜୁବ ହୋଇଯିବେ। ଏ ପୁଅଟି ନିଜ ଦେହର ଚମଡ଼ାରୁ ମା ପାଇଁ ଜୋତା ତିଆରି କରିବାକୁ ପଛାଇ ନାହିଁ। କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିବ, କିନ୍ତୁ ଦର୍ଶକ ବନ୍ଧୁ, ଏମିତି କିଛି ସତରେ ଘଟିଛି। ଆପଣ ଦେଖୁଥିବା ଏ ବ୍ୟକ୍ତି ଜଣକ ନିଜ ମା'କୁ ଏତେ ଭଲ ପାଆନ୍ତି ଯେ କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ତେବେ ଭାବି ଭାବି ଏଭଳି କାମ କଲେ ଯାହା କେହି ବି କେବେ କରିନଥିବେ। ସେ ମା'ଙ୍କ ପାଇଁ ନିଜ ଜଙ୍ଘର ଚମଡ଼ାରୁ ଚପଲ ବନାଇଛନ୍ତି। ଏ ଘଟଣା ହେଉଛି ମଧ୍ୟପ୍ରଦେଶ ଉଜ୍ଜୟିନୀର। ମହାକାଳ ନଗରୀରେ ରହୁଥିବା ଜଣେ ଯୁବକ ଏମିତି କିଛି ଭିନ୍ନ କାମ କରିଥିବାରୁ ବର୍ତ୍ତମାନ ସମସ୍ତଙ୍କ ମୁହଁରେ ତାଙ୍କରି ଚର୍ଚ୍ଚା। ଏ ଯୁବକ ଦିନେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା, କିନ୍ତୁ ରାମାୟଣ ପଢ଼ିବା ପରେ ତାଙ୍କ ଜୀବନରେ ସବୁକିଛି ବଦଳି ଯାଇଛି। ଯିଏ ସବୁବେଳେ ଅପରାଧ ଦୁନିଆରେ ବୁଡ଼ି ରହୁଥିଲା, ସେ ଆଜି ନିଜକୁ ସମ୍ପୂର୍ଣ୍ଣ ମାତ୍ରାରେ ବଦଳାଇ ଦେଇଛି। ଦସ୍ୟୁ ରତ୍ନାକରରୁ ବାଲ୍ମୀକି ପାଲଟି ଯାଇଛନ୍ତି ଯୁବକ ଜଣକ। ତେଣୁ ତାଙ୍କୁ ଲୋକେ କହୁଛନ୍ତି କଳିଯୁଗର ଶ୍ରବଣ କୁମାର। ମହାପ୍ରଭୁ ମହାକାଳେଶ୍ୱରଙ୍କ ସହର ଉଜ୍ଜୟିନୀ। ସେଇଠି ରୁହନ୍ତି ଏ ଯୁବକ ରୌନକ ଗୁଜ୍ଜର। ରୌନକଙ୍କ ନାମରେ ଅନେକ ମାମଲା ରହିଛି। ଅପରାଧର ରାସ୍ତା ଧରିଥିବା ରୌନକ କିନ୍ତୁ ଅଚାନକ ବଦଳିଗଲେ। ନିୟମିତ ଭାବେ ରାମାୟଣ ପଢ଼ିବା ପରେ ତାଙ୍କ ଭିତରେ ବିରାଟ ପରିବର୍ତ୍ତନ ଆସିଥିଲା। ସେ ଧାର୍ମିକ କାର୍ଯ୍ୟରେ ଲାଗି ପଡ଼ିଲେ। ରାମାୟଣ ପଢ଼ିବା ପରେ ନିଜ ମା'ଙ୍କ ପାଇଁ କିଛି ଭିନ୍ନ କରିବାକୁ ଚାହିଁଥିଲେ ରୌନକ। ରାମାୟଣରେ ଲେଖାଯାଇଥିବା ପ୍ରତ୍ୟେକ କଥା ତାଙ୍କୁ ମା'ଙ୍କ ସେବା କରିବା ପାଇଁ ପ୍ରେରଣା ଦେଇଥିଲା। ତେଣୁ ସେ ତାଙ୍କ ଜଙ୍ଘ ଚମଡ଼ାରେ ନିଜ ମା'ଙ୍କ ପାଇଁ ଚପଲ ପ୍ରସ୍ତୁତ କରିଥିଲେ। ଏହାକୁ ନେଇ ମା'ଙ୍କୁ ଉପହାର ଦେଇଛନ୍ତି। ଖାସ୍ କଥା ହେଉଛି, ଏହି ଚପଲ ପ୍ରସ୍ତୁତ କରିବା ପାଇଁ ସେ ରବର କିମ୍ବା ଅନ୍ୟ କୌଣସି ଜୀବର ଚମଡ଼ାକୁ ବ୍ୟବହାର କରିନାହାନ୍ତି। ନିଜ ଜଙ୍ଘର ଚମଡ଼ାରେ ହିଁ ଏହି ଚପଲଟି ତିଆରି ହୋଇଛି। ଏଥିପାଇଁ ହସ୍ପିଟାଲରେ ଚୁପଚାପ ଯାଇ ସର୍ଜରୀ କରାଇଥିଲେ ରୌନକ। ଏ ବିଷୟରେ ଘର ଲୋକଙ୍କୁ ବି କିଛି ଖବର ଦେଇନଥିଲେ। ଏହାପରେ ଜଙ୍ଘର ଚମଡ଼ାକୁ ନେଇ ମୋଚି ପାଖରେ ପହଞ୍ଚିଥିଲେ ରୌନକ। ପରେ ମୋଚି ଅତି ଭିନ୍ନ ଶୈଳୀରେ ଏହି ଚପଲକୁ ପ୍ରସ୍ତୁତ କରିଥିଲା। ଗତ ମାର୍ଚ୍ଚ 14ରୁ 21 ତାରିଖ ମଧ୍ୟରେ ରୌନକ ନିଜ ଘର ପାଖରେ ଭାଗବତ କଥା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ଧାର୍ମିକ ଆୟୋଜନ ଭିତରେ ସେ ନିଜ ମା'ଙ୍କୁ ନିଜ ଶରୀରର ଚମଡ଼ାରେ ପ୍ରସ୍ତୁତ ହୋଇଥିବା ଏହି ଚପଲକୁ ଉପହାର ଦେଇଥିଲେ। ଏଭଳି ଚପଲ ଦେଖିବା ପରେ ରୌନକଙ୍କ ମା ଭାବବିହ୍ୱଳ ହୋଇପଡ଼ିଥିଲେ। ଉଭୟ ମା ଓ ପୁଅ କାନ୍ଦିବାକୁ ଲାଗିଥିଲେ। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ରୌନକଙ୍କ ମା ପୁଅର ଏଭଳି କାମରେ ଏତେ ଭାବପ୍ରବଣ ହୋଇପଡ଼ିଥିଲେ ଯେ କିଛି ବି କହିପାରିନଥିଲେ। ତାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରି ନଥିଲା। କେବଳ ଆଖିରୁ ଖାଲି ଧାର ଧାର ଲୁହ ବହି ଚାଲିଥିଲା। ସତରେ ମା ପୁଅଙ୍କ ଏଭଳି ମିଳନର ଦୃଶ୍ୟ ଯିଏ ଦେଖିଥିବ, ସେ କେବେ ବି ନିଜକୁ ରୋକି ପାରିନଥିବ। ଦେଖନ୍ତୁ, ଏ କାହାଣୀ ଦେଖି ଆପଣଙ୍କ ଆଖି ବି ଓଦା ହୋଇଯାଉଥିବ। ଦର୍ଶକ ବନ୍ଧୁ, ଆମର ସେ ପୁଅକୁ ସଲାମ ଆଉ ମା'କୁ ପ୍ରଣାମ। ହୁଏତ ସବୁ ପୁଅ ଏଭଳି କାମ କରିବାକୁ ସମର୍ଥ ହେବେନି, କିନ୍ତୁ ନିଜ ମା'ଙ୍କୁ ଅନ୍ତତଃ ବୃଦ୍ଧାଶ୍ରମ ଯାଏ ନେବେନି। ଏମିତି କିଛି ଶପଥ କରିପାରିବେ କି ଆଜି? ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।